ସୁନ୍ଦରବନ ଜଙ୍ଗଲରେ ସବୁ ପକ୍ଷୀମାନେ ବହୁତ ଭୟଭୀତ ଥାଆନ୍ତି, କାରଣ ସେହି ଲାଞ୍ଜକଟା ଶିଆଳଟି ପୁଣି ତାଙ୍କ ଜଙ୍ଗଲକୁ ଫେରି ଆସିଥାଏ। ପକ୍ଷୀମାନେ ଯେମିତି ଖାଦ୍ୟ ଆଣିବାକୁ ବାହାରକୁ ଯାଆନ୍ତି, ସେହି ଲାଞ୍ଜକଟା ଶିଆଳ ତାଙ୍କ ଛୁଆକୁ ମାରି ଖାଇଦିଏ। ଲାଞ୍ଜକଟା ଶିଆଳର ଉତ୍ପାତ ଦିନକୁ ଦିନ ବହୁତ ବଢ଼ି ଯାଇଥାଏ। ଲୁଚିଛି ନା ଗୋଡ଼ ଦିଟା ଦିଶୁଛି, ଗୁଲୁଗୁଲିଆ ଶୁଆର ପିଲା ବସା ଭିତରେ ବସିଛି। ଦେଖ ଦେଖ ତୁମ ମାମୁଁ ଆସିଛି, ଆଇଲ ଆଇଲ ମୋ ପେଟ ଭିତରକୁ ସୁନା ପିଲାଗୁଡ଼ା। ଏହା କହି ଦୁଷ୍ଟ ଲାଞ୍ଜକଟା ଶିଆଳଟି ଶୁଆର ଦୁଇଟି ପିଲାଙ୍କୁ ଖାଇଦିଏ। ଆହା, କି ଶାନ୍ତି! ପେଟଟା ଏକଦମ ପୁରିଗଲା। ଯାଏ, ଆଉ ତ କିଛି କାମ ନାହିଁ, ଗୁମ୍ଫାରେ ଯାଇ ଆରାମରେ ଶୋଇବି। ଏହା କହି ଶିଆଳ ସେଠାରୁ ଚାଲିଯାଏ। କିଛି ସମୟ ପରେ ଶୁଆ ସେଠାକୁ ଆସେ। ହାୟରେ ହାୟ, ମୋ ପୋଡ଼ା କପାଳ! ଶିଆଳଟା ଆଜି ମୋ ଛୁଆଙ୍କୁ ବୋଧେ ଖାଇଦେଲା। ଏବେ ମୁଁ କାହା ମୁହଁ ଚାହିଁ ରହିବି? ତା ପରଦିନ ସକାଳ ହୁଏ। ଟୁନି ତା ବସାରେ ଦୁଇଟି ଅଣ୍ଡା ଦେଇଥାଏ, ଆଉ ସେ ଅଣ୍ଡାରୁ ଦୁଇଟି ଛୁଆ ବାହାରିଥାଏ। ଟୁନି ତା ଦୁଇ ଛୁଆଙ୍କ ସହ ତା ବସାରେ ବସିଥାଏ, ଆଉ ସେତିକି ବେଳେ ଲାଞ୍ଜକଟା ଶିଆଳଟି ତା ବସା ପାଖରେ ଏପଟ ସେପଟ ହେଉଥାଏ। ଆରେ, ଏ ଶିଆଳଟା ମୋ ବସା ପାଖରେ କାହିଁ ଏପଟ ସେପଟ ହେଉଛି? ସେ ଆଉ ମୋ ପିଲାଙ୍କୁ ଦେଖିଦେଇନି ତ? ମୁଁ ମୋ ପିଲାଙ୍କୁ ଛାଡ଼ି ଖାଦ୍ୟ ଆଣିବାକୁ କେମିତି ଯିବି? ଏ ବାଜେ ଶିଆଳଟା ଏଠୁ ଯାଉନି। ମୁଁ ଯଦି ଏବେ ଖାଇବା ନ ଆଣିବି, ମୋ ପିଲା କ'ଣ ଖାଇବେ? ଯାଉଛି ଗୋଟେ କାମ କରିବି। ଏହା କହି ଟୁନି କିଛି ପତ୍ର ଆଣି ତା ପିଲାଙ୍କୁ ଘୋଡ଼େଇ ଦିଏ, ଯେମିତି ସେ ଶିଆଳ ଆଉ ତାଙ୍କୁ ଦେଖିପାରିବନି। ତାପରେ ଖାଦ୍ୟ ଖୋଜିବାକୁ ଟୁନି ଜଙ୍ଗଲକୁ ଯାଏ। କିନ୍ତୁ ସେ ଶିଆଳ ଥାଏ ଭାରି ଚାଲାକ। ସେ ଟୁନିର ପିଲାଙ୍କୁ ଦେଖିଦେଇଥାଏ। ଆରେ ବାବାରେ, ଲୁଚିଛି ନା ଗୋଡ଼ ଦିଟା ଦିଶୁଛି, ଟୁନିର ଛୁଆଗୁଡ଼ା ତ ଭାରି ସୁନ୍ଦର ହେଇଛି। ଆସ ଆସ, ଜଲ୍ଦି ଆସ, ତୁମକୁ ଦେଖି ମୋତେ ଭାରି ଭୋକ ହେଲାଣି। ଏମିତି କହି ଶିଆଳଟି ଟୁନିର ଛୁଆଙ୍କୁ ମଧ୍ୟ ଖାଇଦିଏ। ଯାଏଁ ଯାଏଁ, ଏଠାରୁ ଶୀଘ୍ର ଚାଲିଯିବି। ଯଦି କେହି ଦେଖିଦିଏ ତାହେଲେ ବଡ଼ ଅନର୍ଥ ହେଇଯିବ। ସେ ଟୁନି ନହେଲେ ମୋତେ ଛାଡ଼ିବନି। ଏହା କହି ଶିଆଳ ସେଠାରୁ ଚାଲିଯାଏ। ଆଉ କିଛି ସମୟ ପରେ ଜଙ୍ଗଲରୁ ବହୁତ ଖାଦ୍ୟ ନେଇ ଟୁନି ତା ପିଲାଙ୍କ ପାଖକୁ ଫେରି ଆସେ। ହେଲେ ବସାରେ ଆସି ଦେଖେ ତା ପିଲା ଦିଟା ନାହାନ୍ତି। ଆରେ, ମୋ ପିଲା ଦିଟା କୁଆଡ଼େ ଗଲେ? ସେ ତ ଏତେ ଛୋଟ ଛୋଟ, ସେ ଆଉ କୁଆଡ଼େ ଯିବେ? ନିଶ୍ଚୟ ସେହି ଶିଆଳ ହିଁ ଖାଇଛି। ସେ ମୋର ସବୁ ଛୁଆଙ୍କୁ ଖାଇସାରିଲାଣି। ମୋର ଫଟା କପାଳ, ମୋ କୋଳରେ ମୋ ପିଲା ଆଉ ରହୁନାହାନ୍ତି। ନାଇଁ, ସେ ବାଜେ ଶିଆଳକୁ ଆଉ ମୁଁ ଛାଡ଼ିବିନି। ତାକୁ ଉଚିତ ଶିକ୍ଷା ଦେବାକୁ ପଡ଼ିବ। ମୁଁ ଆଉ ଚୁପ୍ ବସିବିନି। ଏହା କହି ଟୁନି ବାଘ ମାମୁଁ ପାଖକୁ ଯାଏ। ଆରେ ଟୁନି, ତୁ କାନ୍ଦୁଛୁ କାହିଁକି? ତୋର କ'ଣ ହେଇଛି କି? ଆଉ ଏତେ ଦିନ ହେଲାଣି କାହିଁ ଦେଖା ଯାଉନଥିଲୁ ତ? କୁଆଡ଼େ ଯାଇଥିଲୁ କି? ନାଇଁ ବାଘ ମାମୁଁ, ମୁଁ ଦୁଇଟି ଅଣ୍ଡା ଦେଇଥିଲି, ଆଉ ସେ ଅଣ୍ଡା ପାଖରେ ରହି ଅଣ୍ଡାର ଯତ୍ନ ନେଉଥିଲି। କିଛି ଦିନ ପରେ ମୋ ଅଣ୍ଡାରୁ ଦୁଇଟି ଗୁଲୁଗୁଲିଆ ଛୁଆ ମଧ୍ୟ ବାହାରିଲେ। ହେଲେ ମୋ ଫଟା କପାଳ, ସେ ବାଜେ ଦୁଷ୍ଟ ଶିଆଳ ପୁଣି ମୋ ପିଲାଙ୍କୁ ଖାଇଦେଲା। ଏବେ ମୁଁ କ'ଣ କରିବି ବାଘ ମାମୁଁ? ମୁଁ ଆଉ କେତେ ସହିବି? ସେଥିପାଇଁ ମୁଁ ତୁମ ପାଖକୁ ଆସିଛି। ତୁମେ ମୋତେ ସାହାଯ୍ୟ କର। ମୁଁ ଯେମିତି ସେ ଶିଆଳକୁ ଉଚିତ ଶିକ୍ଷା ଦେବି। କ'ଣ କହିଲୁ? ସେ ମାଙ୍କଡ଼ ମୁହାଁ ଶିଆଳ ପୁଣି ଏ ଜଙ୍ଗଲକୁ ଆସିଛି? ତା ଲାଞ୍ଜଟା ତ ମୁଁ କାଟି ଦେଇଥିଲି, ସେ ତଥାପି ସୁଧୁରିଲାନି। ରହ,
ଏଥର ତା ଅଣ୍ଟାକୁ ଭାଙ୍ଗୁଛି। ଆଉ ଅଣ୍ଟା ଥବ ନା ସେ ଗଛକୁ ଚଢି ଛୁଆଙ୍କୁ ଖାଇବ। ତାପରେ ବାଘ ମାମୁଁ ଆଉ ଟୁନି ଶିଆଳ ପାଖକୁ ଯାଆନ୍ତି। ଆରେ ଏ ମାଙ୍କଡ ମୁହାଁ ଶିଆଳ, ବାହାରକୁ ଆସ। ଆଜି ତୋର ଦିନକୁ ମୋର ଦିନେ। ତୁ ଚଢେଇ ମାନଙ୍କ ଛୁଆଙ୍କୁ ଖାଇବୁ। ଶିଆଳ ଯେମିତି ତା ଗୁମ୍ଫାରୁ ବାହାରେ, ବାଘ ମାମୁଁ ତା ଉପରେ ଚଢ଼ିଯାଏ ଆଉ ତାକୁ ଏମିତି ମାରେ ଯେ ତା ଅଣ୍ଟା ପୁରା ଭାଙ୍ଗିଯାଏ। ବାଘ ମାମୁଁ, ବାଘ ମାମୁଁ, ବାଘ ମାମୁଁ, ମତେ ଛାଡ଼ି ଦିଅ। ଆଉ ଏମିତି ଭୁଲ ମୁଁ କେବେ କରିବିନି। ମୋର ଭୁଲ ହେଇଗଲା। ମତେ କଣ ଭୁଲ ମାଗୁଛୁ? ଯେଉଁ ଚଢେଇ ମାନଙ୍କ ଛୁଆଙ୍କୁ ଖାଇଛୁ, ଯା ତାଙ୍କୁ କ୍ଷମା ମାଗିବୁ। ଆଉ ଏ ଜଙ୍ଗଲ ଛାଡି ଚାଲିଯିବୁ, ନହେଲେ ତତେ ମୁଁ ଜୀବନରୁ ମାରିଦେବି। ହଉ ହଉ ହଉ, ଠିକ ଅଛି ବାଘ ମାମୁଁ।